ମାନଙ୍କୁ ଯିବା ପୂର୍ବରୁ ଦାୟିତ୍ୱ ଅର୍ପଣ କରି ଯିବୁ। ସେମାନେ ଆଜି ଆୟୁଷ୍ମାନ ନୁହନ୍ତି, ସେମାନଙ୍କର ଆୟୁଷ ମଧ୍ୟ କମିଯାଉଛି। ଯେଉଁ ନେତାମାନଙ୍କୁ ଆମେ ଦାୟିତ୍ୱ ଅର୍ପଣ କଲୁ, ତାଙ୍କ ନେତୃତ୍ୱରେ କେତେ କଥା ହେଇଛି। ଏଇ ରାଉରକେଲା ବି ହେଇଛି, ଭାରତର ବିଭିନ୍ନ ସ୍ଥାନରେ ହେଇଛି, ସବୁ ଜାଗାରେ ହେଇଛି। କିନ୍ତୁ ଅସଲ କଥାଟି ହେଲା ଭଳି କାହିଁ ଲାଗୁନି। ସେ ହେଉଛି ମଣିଷ ସଜଡ଼ା ଯନ୍ତ୍ର। ମଣିଷକୁ କେମିତି ସଜାଡ଼ିବାକୁ ହେବ, ସେ କଥାଟା କିନ୍ତୁ କାହିଁକି ମନକୁ ଯାଉ। ଆମର ଗୀତାରେ ଗୋଟିଏ ଶବ୍ଦ ଅଛି, ଦଣ୍ଡୋ ଦମୟତାମସ୍ମି ନୀତିରଶ୍ମି ଜିଗିଷିତ। ସେ ନିଜେ କହିଛନ୍ତି, ମୁଁ ହେଉଛି ଦଣ୍ଡ। ମୁଁ ଯାହାଙ୍କୁ ଯେଉଁ ଦଣ୍ଡ ଦିଏ, ସିଏ ଦଣ୍ଡକୁ ସେ ସହ୍ୟ କରେ। ତାର କାରଣ ହେଉଛି ମୁଁ ନିଜେ ଦଣ୍ଡ ରୂପରେ ବିଦ୍ୟମାନ ହୁଏ ଏବଂ ଦୋଷ ଅନୁସାରେ ଆମେ ତାର ଦଣ୍ଡ ବିଧାନ କରୁ। ତେଣୁ ଆଜିର ଯେଉଁ ସମାଜ, ଏ ସମାଜରେ କେହି ମଣିଷ, ମନେକର ଯେଉଁ ଘରେ କିଏ ଜଣେ ଆମର ମୁରବୀ ଅଛନ୍ତି, ଆମକୁ ଆକଟ କରିବେ, ତୁମେ ଏ କାମ କର ନା। କିନ୍ତୁ ଏଭଳି ଏକ ମଣିଷ ବା ଛାୟା ଆମ ପାଖରେ ନାହାନ୍ତି, ସେ କଥାକୁ ଠିକ୍ ଭାବରେ ଗ୍ରହଣ କରିବେ। ବରଂ ଦଣ୍ଡ ନିର୍ବାଚିତ ଲୋକକୁ ଆମେ ଦଣ୍ଡିତ କରିବା ପାଇଁ ଆମେ ଚେଷ୍ଟା କରିବୁ, କିନ୍ତୁ ଦଣ୍ଡରୁ ବିମୁକ୍ତ ହେବା ଆମ ଦ୍ୱାରା ସମ୍ଭବ ନୁହେଁ। ତେବେ ତାରି ଭିତରେ ପୁଣି ବହୁତ ବଢ଼ିଆ ବଢ଼ିଆ କଥା ଗୁଡ଼ିକ ହେଉଛି। ମନେ କରାଯାଉ, ଆପଣ ଯେଉଁ ଆଡ଼କୁ ଯିବେ ଦେଖିବେ ଖାଲି ମନ୍ଦିର। ହିନ୍ଦୁମାନେ ମନ୍ଦିର ଗଢ଼ୁଛନ୍ତି, ଖ୍ରୀଷ୍ଟିଆନ ମାନେ ଚର୍ଚ୍ଚ ଗଢ଼ୁଛନ୍ତି, ଇସଲାମ ମାନେ ମସଜିଦ୍ କରୁଛନ୍ତି, ବୁଦ୍ଧଙ୍କର ମନ୍ଦିର କରୁଛନ୍ତି। ସବୁଆଡ଼େ ମନ୍ଦିର ମାଳିନୀ ବିଶ୍ୱ କହିଲେ ଭୁଲ ହେବନି। ଆଉ ବିଶ୍ୱରେ ମନ୍ଦିର ମାଳିନୀ ଦେଶ ଯଦି କିଏ, ତାକୁ ପଚରାଯିବ, ନିଶ୍ଚିତ ଭାବରେ ତାର ଉତ୍ତର ହେବ ଭାରତ ହିଁ ଏକମାତ୍ର ଦେଶ, ଯେଉଁ ଦେଶ ମନ୍ଦିର ମାଳିନୀ। ଏବଂ ଆଉ ଗୋଟିଏ ଉତ୍ତର ମଧ୍ୟ ଆପଣମାନେ ମନେ ରଖନ୍ତୁ, ସାଧୁ ସନ୍ଥର ଭାରତ, ଏ କଥା କେବଳ ଭାରତରେ ହିଁ କୁହାଯାଏ। କାରଣ ଭାରତରେ ହଜାର ହଜାର ସଂଖ୍ୟାର ସାଧୁ ସନ୍ଥମାନଙ୍କୁ ଦେଖାଯାଏ। ସେ ଯିଏ ଯେଉଁଭଳି ରୂପରେ ବୁଲନ୍ତି, କିଏ ଯଜ୍ଞ କରେ, କିଏ ନାମ କରେ, କିଏ କ'ଣ କରେ, କିନ୍ତୁ ସାଧୁ ସନ୍ଥର
देश होची भारत। ये देश को जीए निंदा करिछंती बा करिवे ताकू तो आमे किसी दंडित करि परिबानी, किंतु तांकू पचारिबा आउ को देश रे एते साधु संत परिक्रमा करुचंती, वृंदावन परिक्रमा करुचंती साधु संत माने, तार हिसाब नहीं। अयोध्या को परिक्रमा कर, नवद्वीप धाम को परिक्रमा कर, पुरी श्रीक्षेत्र को परिक्रमा कर, चित्रकूट पहाड़ को माने परिक्रमा कर। बलिया जिते परिक्रमा करने को जाइथिला सेतेबेले कई गाई माने गाई गोरु बुलुथिले, आउ 10-50 लोक कि 100 लोक चित्रकूट परिक्रमा करुଥିଲେ। किंतु वर्तमान आपण देखिए कोठा मंदिर होटेल ढाबा सबू माने बोझे ही जाइए। मुझे जाइनी, पुणी थे जदि जाए ताले कौन देखी रूपटा केमिटी कौन। तेणु एते कथारे भी आज मनीष मनरे शांति नहीं, परिवार भितर शांति नहीं, समाज भितर मध्य शांति नहीं। यही परिवार मनीष को सजाड़िबा पई जो माने आसी थिले, जो साधु संत माने बहुत साधु संत आसी, आम पूर्वर भी बहुत साधु संत आसिक गले। वर्तमान भी साधु संत माने बहुत अच्छा, आहरी भी साधु संत हेबे। तेबे लाभटा कौन? मुझे मु जड़े साधु आपण मान भर जड़े किए साधु अच्छी, सी साधुटी कौन करुच्ची? ठाकुर पूजा कर, तिलक चंदन रखुच्छी, माला पिंधुच्छी, दाढ़ी बाल जटा ये सब भी रखी, आउ भी केतक अच्छी आशा बाड़ी से। किंतु ये पोशाकटी सीना साधुर पोशाक, किंतु आचरणटी कौन ताकू निरीक्षण कले जना पड़े। जदि जड़े साधु जदि 5टी लोकों को जीवन रे परिवर्तन करि पारन्ते, ताहले भी आम देश रे बहुत बड़ चमत्कार सृष्टि होता। कई क्या किसी परिक्रमा कर, बरं किसी साधु अच्छा गोटे गछ मूले टुंगी कर बस, से गंजेई निजे टाणुचंती, आउ जो 5 जन 10 जन तांको पाखरे बहिचंती, सी भी तांको तो टाणिबा को बाध्य करा हो, सी भी सब टाणु। तेणु यह द्वारा एक भद्र समाज गठन हो पारिब नहीं। आपण माने जो सरकार मान को निर्वाचित करिसेंती, जेते बेले जो सरकार आम देश को किबा राज्य को आसीचंती, से माने मध्य बेले बेले मद हटाओ, मादक हटाओ। अच्छा, मद्य मादक जदि हटिब ताल तो देश सुना हो।
କିନ୍ତୁ ତାର କିଛି ଦିନ ପରେ ଦେଖାଯାଉଛି ସେଇଟା ମଧ୍ୟମ ହଟେଇବା ଦରକାର ନାହିଁ, ବରଂ ଖୋଲା ହେବା ଦରକାର। ତେଣୁ ମଦ୍ୟମାଦକ ଖାଇ କେଉଁ ପିଲାଟି ଭଲ ମଣିଷ ହେବ? ଆମ ପାଖରେ ସବୁଦିନେ କିଛି ନା କିଛି ଲୋକ ଯାଆନ୍ତି, ଏଇଟା ଆପଣମାନେ ବି ଜାଣିଛନ୍ତି। କିନ୍ତୁ ଯେଉଁମାନେ ଯାଆନ୍ତି ତା ଭିତରୁ ଦିଟା ଭାଗ ମାନେ ଅତି କଷ୍ଟ। ଗୋଟିଏ ଭାଗ ହେଉଛି ମୋ ପୁଅଟା ମଦ ଛାଡ଼ୁନି। ଝିଅମାନଙ୍କ କଥା ଟିକେ କମ୍ ଆସୁଛି, କିନ୍ତୁ ପୁଅମାନେ ମଦ ଛାଡ଼ୁନାହାନ୍ତି, ଘରେ ବାଡ଼ିଆ ପିଟା କରୁଛନ୍ତି। ଇଏ ଗୋଟିଏ ପର୍ଯ୍ୟାୟ। ଏବେ ଗୋଟେ ନୂଆ ପର୍ଯ୍ୟାୟ ସୃଷ୍ଟି ହେଇଛି, ପୁଅର ବାହାଘର ହେଉନି। ଆଉ କିଏ କହୁଛି ଝିଅର ବି ବାହାଘର ହେଉନି। ଆମର ଯେଉଁ ଜାତିବାଦ ଥିଲା, ଗୋଟେ ଜାତିକି ନେଇକରି ବି ଗୋଟେ ଆମର ସଂସ୍କାର ଥିଲା, ସିଏ କଥା ଆଉ ନାହିଁ। ଗୋଟିଏ ବ୍ରାହ୍ମଣ ଘର ପୁଅ ମଧ୍ୟ ସିଏ ମଧ୍ୟ କହୁଛି ଯଦି ଆମ ଜାତିରେ ଯଦି ଝିଅ ନ ମିଳିଲା, ଯେଉଁ ଜାତିରୁ ଗୋଟେ ନେଇ ଆସ। ତେଣୁ ଏଇଭଳି ଭାବରେ ହଜାର ହଜାର ପୁଅ ଝିଅ ବର୍ତ୍ତମାନ ବାହା ହେଉଛନ୍ତି। ସେଠି ଜାତିବାଦ କିଛି ନାହିଁ। ଗୋଟିଏ ପିଲା, ଗୋଟେ ହିନ୍ଦୁ ଗାଁର ପିଲା, ପାଖରେ ଗୋଟିଏ ମୁସଲମାନ ଶାସନ, ଗୋଟେ ମୁସଲମାନ ବସ୍ତି ଅଛି, ତାକୁ ଆଉ କେହି ଭଲ ଦେଖାଗଲେନି। ସେ ମୁସଲମାନ ଝିଅଟି ତାକୁ ଭଲ ଦେଖାଗଲେ, ତେଣୁ ସେ ତାକୁ ବାହା ହେଲା। ବାପ ମା ତାକୁ ପୁରେଇଲେ ଘରେ। ଯଦି ନ ପୁରେଇଲେ, ସେ ସବୁ ଦାଢ଼ି ଫାଡ଼ି ରଖିକି ଯେମିତି ମୁସଲମାନ ମାନେ ଯେମିତି କଥା କହନ୍ତି ସେମିତି କହି ସେ ତାର ବୁଲୁଛି। ଆଉ ଇଏ ଭେଷ କାହିଁ ତେବେ ହେଲ? ଆଉ ତ ଆଉ କିଛି ଆଉ ଆମକୁ ଗାଁରେ ପୁରେଇଲେନି, ଆମେ ଆଉ କରିବୁ କ'ଣ? ତ ଏଇଭଳିଆ ଗୋଟେ ଘଡ଼ିସନ୍ଧି ମୁହୂର୍ତ୍ତ ଆଜି ପୃଥିବୀକି ଆସିଛି। ଆପଣମାନେ ଦେଖନ୍ତୁ, ମାନେ ଏତେ ଭୟଙ୍କର ସମସ୍ୟା ଆଜି ଆମ ଦେଶରେ ଘଟିଛି, ଆଉ ବିଶ୍ୱରେ କେତେ ଲକ୍ଷ ଲୋକ ମଲେଣି। ଖାଲି ଯୁଦ୍ଧରେ କେତେ ଲକ୍ଷ, କିଏ କେତେ ଲୋକ, ହିନ୍ଦୁ କେତେ ମୁସଲମାନ କେତେ ସେହି ହିସାବ ମୋ ପାଖରେ ନାହିଁ, କିନ୍ତୁ କେତେ ଲକ୍ଷ ଲୋକ ସେ ମଲେଣି। ତାଙ୍କ ମୁର୍ଦ୍ଦାରକୁ ମଧ୍ୟ ପୋତିବା ପାଇଁ କି ପୋଡ଼ିବା ପାଇଁ ମଧ୍ୟ ଜାଗା ନାହିଁ। ତଥାପି ପିଲା ତ ଜନ୍ମ ହେବେ, ତେବେ ଶାନ୍ତି ଯଦି ନ ପାଇବେ, ନିଯୁକ୍ତି ଯଦି ନ ପାଇବେ, ତାହେଲେ ସେମାନେ ସମାଜକୁ କ'ଣ ଗଠନ କରିବେ? ଆଜି ଆପଣମାନେ ନିଜେ ଦେଖନ୍ତୁ, ରାଉରକେଲାର ରାସ୍ତାଘାଟର କଡ଼ରେ ଯେତେ ହଜାର ଗଛ ଥିଲା, ଆଜି ଗଛ କେଉଁଠି କାହିଁ? ବଳିଆ ଯେତେବେଳେ ଗଣତନ୍ତ୍ର କାର୍ଯ୍ୟକ୍ରମ କରିବା ପାଇଁ ମୁଁ ସାରା ଓଡ଼ିଶା ବୁଲୁଥିଲି, ଓଡ଼ିଶା ବାହାରେ ରାଉରକେଲା ବି ଆସିଥିଲି। ସେଗୁଡ଼ା କେଉଁ ଜଙ୍ଗଲ ସେଇଠି ଅଛି ଆମର, ସେଠି ଗୋଟେ ଗଛ ମୋତେ ବି ଲଗେଇବାକୁ କହିଲେ, ମୁଁ ବି ଗୋଟେ ଗଛ ଲଗେଇଲି। ତେବେ ଆଜି ଯଦି ଗଛ ବହୁତ ହେଲାଣି, ଏଇଟାକୁ ଯଦି ବହୁତ ଗଛ ଆମର ହେଇଗଲାଣି, ତାହେଲେ ଗରମ କାହିଁକି ହେଉଛି? ଏ ବର୍ଷର ଯେଉଁ ଉତ୍ତାପ ଆପଣମାନେ ଲକ୍ଷ୍ୟ କରିଥିବେ,
ଆମେ ସମସ୍ତେ ଉତ୍ତାପ ଲକ୍ଷ୍ୟ କରିଛୁ। ସେ ଉତ୍ତାପକୁ ସହିବ କିଏ? ତାଠାରୁ ଯଦି ଆହୁରି 3 ଡିଗ୍ରୀ ଉତ୍ତାପ ବଢ଼ିବ, ଘରେ ନିଆଁ ଲାଗିଯିବ। ତେଣୁ ଏଇସବୁ କଥା ଗୁଡ଼ାକ ବଳିଆ ଭାବେ, ମୁଁ ଭାବେ ନାହିଁ। ଭାବିବା ସହିତ ମୁଁ ମୋର ଆତ୍ମନିବେଦନ ସେଇ ପ୍ରଭୁଙ୍କୁ ହିଁ ପ୍ରାର୍ଥନା କରେ ଯେ ପ୍ରଭୁ ଆପଣ ଆମକୁ, ଆମେ ତ ଆପଣଙ୍କୁ ଦରଖାସ୍ତ ଦେଇନଥିଲୁ ଇଏ ମର୍ତ୍ତ୍ୟରେ ଆମେ ଜନ୍ମ ହେବୁ ବୋଲି। ଯଦି ଆମକୁ କୃପା କରି ମର୍ତ୍ତ୍ୟରେ ଜନ୍ମ ଦେଲେ ଏବଂ ମଣିଷ ରୂପରେ ଆମେ ଜନ୍ମ ହେଲୁ, ଆମେ କରିବୁ କ'ଣ? ଆମ କଥା ମାନିବ କିଏ? ମାନୁଛନ୍ତି ବି କେଉଁମାନେ? ତେଣୁ ବର୍ତ୍ତମାନ ଇଏ ଗୋଟିଏ ସମସ୍ୟା ଆପଣ ଦେଖୁଛନ୍ତି। ଆଉ ଗୋଟିଏ ସମସ୍ୟା ବି ଆପଣ ସବୁ ଦେଖୁଛନ୍ତି। ଗାଈମାନେ ଆଉ ପଘାରେ ବନ୍ଧା ନାହିଁ, ଗାଈମାନଙ୍କ ପାଇଁ ଗୁହାଳ ନାହିଁ, ବଳଦ ଆଉ ଜମା ନାହାନ୍ତି। ସିଏ ସବୁ ହଣାହଣି ହେଇ କଟାକଟି ହେଇ ତାଙ୍କ ମାଂସ ବିରିୟାନୀ ଫିରିୟାନୀ କରିକି ସେ ସବୁ ଶେଷ ହେଇଗଲେଣି। ଆଉ କେଉଁଠି ବଳଦ ଦେଖୁଛନ୍ତି? ବଳଦ ଅଣ୍ଡିରା ଗାଈ ଦେଖୁଛନ୍ତି? ଇଏ ପାପକୁ କିଏ ସହିବ? ମା ଧରିତ୍ରୀ ଶାନ୍ତମୟୀ, ସ୍ନେହମୟୀ, କୃପାମୟୀ। ଧରିତ୍ରୀ ତା ଆଗରେ, ତା ଉପରେ, ତା ଆଗରେ ଯଦି ତା ପୁଅମାନଙ୍କୁ ହାଣିକିରି ମାଂସ ବିକ୍ରି କରିବ, ତାହେଲେ ମା ଧରିତ୍ରୀ ଶାନ୍ତ ହେବ? କେଉଁଠି ହେବ? ମୁଁ ସାରା ଓଡ଼ିଶାର ବିଭିନ୍ନ ସ୍ଥାନକୁ ତ ଯାଉଛି। ଯେଉଁ ଗାଁରେ ଦେଖେ କିଛି ଗାଈ ପଘାରେ ବନ୍ଧା ହେଇଛନ୍ତି, ମୁଁ ସଭାରେ ସେଇମାନଙ୍କୁ ପ୍ରଥମେ ସାଧୁବାଦ ଜଣାଏ। କିନ୍ତୁ ଅନେକ ଗାଈ ସିଏ କେବଳ ଜୀବନ ବିକଳରେ ତାଙ୍କ ଭିତରେ ଗୋଟେ ଗ୍ରୁପ୍ କରିଛନ୍ତି କି କ'ଣ କରିଛନ୍ତି, ଗୋଟିଏ ଜାଗାରେ ରାତି 7ଟା 8ଟା ବେଳେ ସେ ଗୋଟିଏ ଜାଗାରେ ଆସିକି ଶୋଉଛନ୍ତି। କ'ଣ ଖାଇକିରି ଆଇଛନ୍ତି ତାଙ୍କୁ ପଚାରିବ କିଏ? ପଚାରିଲେ ସେ କହିବେ କ'ଣ? ସେମାନଙ୍କ ଆଖିରୁ ଲୁହ ଗଡ଼ୁଛି। ଆମେ ସବୁ ବେଳେବେଳେ, ସବୁବେଳେ ତ ନୁହେଁ, ବେଳେବେଳେ ଗାଡ଼ି ଅଟକଉ, କିଛି ନହେଲେ ବି କଦଳୀ ଏଇ ଦୋକାନରେ ଯଦି ବିକ୍ରି ହେଉଥାଏ, ସେ କଦଳୀ ଗୁଡ଼ାକ ସବୁ କିଣି ଆଣୁ। ଆମେ କହିବୁ ଠାକୁରମାନଙ୍କୁ ଭୋଗ ଦିଅ ନା, ଠାକୁର ତାଙ୍କର ବୁଲିକିରି ଖାଆନ୍ତୁ ଯେଉଁଠି ଜାଗା ଖାଇବା କଥା। ସବୁ ସେ ସୃଷ୍ଟି କରିଛନ୍ତି, ସେ ତାଙ୍କର ଯେଉଁଠି ପାଇବେ ସେଠି ଖାଇବେ। କିନ୍ତୁ ଏଇ ଗାଈ ବଳଦ ଷଣ୍ଢକୁ ଖାଇବାକୁ ଦିଅ। ତେଣୁ ଭାଗବତରେ ମଧ୍ୟ ଲେଖିଛନ୍ତି, ଜୀବକୁ ଭୁଞ୍ଜାଇ ଭୁଞ୍ଜଇ ଅନ୍ତରେ ସାକ୍ଷୀ ପ୍ରାୟ ଥାଏ। ଆଜି ଚାଉଳ ମଣିଷ ପାଇଁ, ମାନେ ମଣିଷ ପାଇଁ ଚାଉଳ କ'ଣ ଦିଆହେଉଛି, ଭତ୍ତା ଦିଆହେଉଛି। ସେ 2 କିଲୋ ଦେଲା, ଇଏ ପୁଣି ତାପରେ 3 କିଲୋ ଦେଲେ, ଏମିତି ସବୁ ଚାଲିଛି। କାହିଁକି କେଉଁନ ଗାଈ ଗୋରୁଙ୍କ କଥାଟା କାହିଁକି ଏସେମ୍ବଲିରେ କି ପାର୍ଲାମେଣ୍ଟରେ କୋଟ ଆଲୋଚନା ହେଉନି? ଇଏ ଗାଈମାନେ କେମିତି ବଞ୍ଚିବେ? ସକାଳୁ ଉଠି ସମସ୍ତେ ଚାହା ପିଉଛନ୍ତି। ସେଇ ମୁସଲମାନ ଲୋକଟି ମଧ୍ୟ ଚାହା ପିଉଛି, କିନ୍ତୁ ସେ ଜାଣିପାରୁନି ଏ ଚାଟାରେ ଏ କ୍ଷୀରଟା ପଡ଼ିବାରୁ ଭଲ ଲାଗିଲା, ମୁଁ ତାକୁ ହାଣୁଛି। ଆଉ ତାକୁ କ୍ଷୀର କେଉଁଠି ପାଇବି? ଆଉ 50 ବର୍ଷ ପରେ କ୍ଷୀର ନଥିବ, ନାଲି ଚାହା ପିଇବୁ, ଏମିତି କହିବେ। ଆଉ ମଣିଷ ଏମିତି ଗୋଟେ ଏମିତି ବାହାଦୁରିଆ ଗପରେ ଏକ୍ସପର୍ଟ ହେଇଗଲାଣି, ତାକୁ ଯେଉଁ ପ୍ରଶ୍ନଟା ପଚାରିଦେବ ଉତ୍ତରଟା 2 ମିନିଟ୍ ଭିତରେ ସେ ଦେଇଦେବ। ତେଣୁ ଜୀବରେ ଯାର ଦୟା ନାହିଁ
ଉଦ୍ଧବ ଚାଣ୍ଡାଳଟି ସେଇ। ସ୍ୱାମୀ ବିବେକାନନ୍ଦ କହିଥିଲେ, ଜୀବ ସେବା କରେ ଯେଉଁ ଜନ, ସେଇ ଜନ ସେବିତେ ଈଶ୍ୱର। ଆଉ ଯଦି ଜୀବରେ ପ୍ରକୃତ କ'ଣ ଦୟା ଅଛି କାହାର? ଏ ଛେଳି ସବୁ ପାଳିଛନ୍ତି, ତ କାହିଁକି ପାଳିଛନ୍ତି? କ'ଣ କ୍ଷୀର ଖାଇବେ ବୋଲି? ମୁଁ ଏବେ ଛେଳି କ୍ଷୀର ଗୋଟାଏ କପ୍ ମଗେଇଲି, ତାକୁ ଚା କରି ଟିକେ ପିଇଲି, ଆଉ ସେମିତି ବି ଉଷୁମ କରି ଟିକେ ପିଇଲି। ମୁଁ ଏ ବି ଭଲ ଲାଗୁଛ ବୋଲେ, ତାପରେ ଗାଈ ପରେ ଛେଳିଙ୍କ ପାଳି ପଡ଼ିବ କି କ'ଣ କରିବ? ତେଣୁ ମଙ୍ଗଳମୟ ଈଶ୍ୱର ଆମ ପାଇଁ ସବୁ ଦେଇଛନ୍ତି। ଏଇଠି ଦେଖନ୍ତୁ, ଗୋଟେ ଗାଉଁଲି ଅଞ୍ଚଳ, ଏ ଯଦିଓ ସହର ବା ଆଉ କେହି ଏ ସହର ହେଇଯିବ, କିନ୍ତୁ ଗୋଟେ ଗ୍ରାମ୍ୟ ପରିବେଶ। ଏଇ ଯେଉଁ ଗ୍ରାମ୍ୟ ପରିବେଶ ଆଜି ଦେଖୁଛନ୍ତି, ଆଉ 10 ବର୍ଷ ପରେ ଯିଏ ବଞ୍ଚିଥିବେ ସିଏ ଦେଖିବେ ଆମେ ଯାହା ଦେଖିଥିଲୁ ସିଏ ଆଉ ନାହିଁ, ସେ ପୁଣି ପରିବର୍ତ୍ତନ ହେଇଗଲା। କିନ୍ତୁ ଆଜି ଗାଉଁଲି ପରିବେଶରେ ଗ୍ରାମ୍ୟ ସଂସ୍କୃତି ଆଜି ସମ୍ପୂର୍ଣ୍ଣ ଭାବରେ ଭୁଜୁଡ଼ି ପଡ଼ିଛି। ସେସବୁ ଆଉ ନାହିଁ। ଆଉ ଯାହାକୁ ଆମେ ଲେଖିଥିଲୁ, ଆମରି ଗାଁ ଛୋଟିଆ ନା, ନାଇଁ ସେଇଟା ନୁହଁ, ସତୀ ରାଉତରାୟଙ୍କର ଯେଉଁ ଭଜନଟା, ସେଇଟା କ'ଣଟା ହେଉଛି କହ, ନହେଲେ ପୁରା ବନ୍ଦ କରିଦିଅ ନା, କାହିଁ ଡିଷ୍ଟର୍ବ। ତେଣୁ ଭାରତର ଆତ୍ମା ଗାଁରେ ରହିଛି। ସେମିତି ମୁଁ କହିବାକୁ ଚାହୁଁଥିଲି, ଏଇ ଯେଉଁ ଅଞ୍ଚଳରେ ଆମେ ଆଶ୍ରମ କରିଛୁ, କିଏ ଆଶ୍ରମ କରିଛି? ଆପଣ କହିଲେ ଆମେ କରୁଛୁ, ଆମେ କହିଲେ ମୁଁ କରିଛି। ମୁଁ ତ ଗୋଟିଏ ଟଙ୍କା ଦେଇନି, ମୁଁ କେମିତି ଆଶ୍ରମ କଲି? ଆଶ୍ରମ ଆପଣମାନେ ହିଁ କରିଛନ୍ତି। ଆପଣ ଏଠି ଯେଉଁମାନେ ବସିଛନ୍ତି, ଏଇମାନେ ହିଁ ଆଶ୍ରମ କରିଛନ୍ତି। କାହିଁକି ଆଶ୍ରମଟା ଆପଣ କଲେ? ବାବା କହିଲେ ଆମେ କଲୁ। ଆଉ ବାବା ତମକୁ କାହିଁକି କହିଲେ? ତମେମାନଙ୍କ ଭିତରେ ବି ମୁଁ ଅଛି। ଆମେ ସାଂସାରିକ ଜଞ୍ଜାଳ ସମସ୍ୟା ଭିତରେ ଆମେ ଏତେ ବୁଡ଼ି ଯାଉଛୁ ଯେ ବେଳେବେଳେ ଆମେ କେମିତି ଉଦ୍ଧାର ହେବୁ ତା ମଧ୍ୟ ଚିନ୍ତା କରି ମାନେ ସମାଜର ଚିତ୍ର ବର୍ତ୍ତମାନ ଦେଖିଲେ ଆପଣଙ୍କ ମୁଣ୍ଡ ସବୁ ମାନେ ଖରାପ ହେଇଯିବ। ମୋ ମୁଣ୍ଡଟା ତ ଆଗ ଖରାପ ହେଇଯିବ। ମୁଁ ସେଇ ନାଗି ନିଜେ ଗୀତଟିଏ ଲେଖିଥିଲି, ମୋର ମନେ ପଡ଼ିବ, ବିଚିତ୍ରା
ମାନେ ବିଚିତ୍ର ଚିତ୍ରାନନ୍ଦ ସେ। କିନ୍ତୁ ଆପଣମାନେ ଗୋଟେ ରାଉରକେଲାର ବୁଢ଼ାବୁଢ଼ୀଙ୍କ ଆଶ୍ରମକୁ କେତେବେଳେ ଟିକେ ଯାଇକିରି ବୁଲି ଆସୁନାହାନ୍ତି। ସିଏ ବୁଢ଼ାବୁଢ଼ୀ ମାନେ କେମିତି ଅଛନ୍ତି ଆଉ କାହିଁକି ଅଛନ୍ତି ତାଙ୍କୁ ଟିକେ ପଚାରୁନାହାନ୍ତି। ଛୋଟା କୁଦା ଏମିତିଆ ଯେଉଁ ପିଲା ଗୋଟାଏ ଜାଗାରେ ସେଠିକି କିଏ ଯାଉନା। ଏଇଠି ଯେଉଁ ସଂଘରେ ଭାତ ଡାଲମା କରି ଆମର କ'ଣ ଆଜି ବାବାଙ୍କ ଜନ୍ମଦିନ, କାଲି କୃଷ୍ଣଙ୍କ ଜନ୍ମଦିନ, ଏଇମାନଙ୍କ ଜନ୍ମଦିନ ପାଳନ କରି କରି ଆପଣମାନେ ଦୁନିଆରୁ ଯିବେ। ସେମାନେ ସେଠି ବହିଛନ୍ତି, କିଏ ଶୋଇ, ସେ କେମିତି ଅଛନ୍ତି ଖାଲି ଦେଖିକିରି ଆସ। ସେଇଠୁ ଆପଣମାନେ ବୁଝିବେ ଯେ ଏ ସଂସାରଟା ବର୍ତ୍ତମାନ ବିଚିତ୍ରମୟ ହେଇଯାଇଛି। ମୁଁ ଦେଖେ ଗୋଟେ ବୁଢ଼ୀ ମାଆକୁ, ମୁଁ ଗୋଟାଏ ନୁହେଁ, ମାନେ ମୁଁ ଦେଖେ, ସେ କେତେଟା ଦେଖିଛି ମୋର ମନେ ନାହିଁ, କିନ୍ତୁ ଗୋଟିଏ ଦୁଇଟା କଥା କହୁଛି। ଅଣ୍ଟା ନଇଁ ଯାଇଥିବ, ବାଡ଼ିଟିଏ ହାତରେ ଧରିଥିବ, ହାତରେ ଲଣ୍ଠନ ନଥିବ, ଟର୍ଚ୍ଚ ଲାଇଟ୍ ନଥିବ, ସେ କେଉଁଠୁ ପାଇବ? ତାକୁ ସେ ଟର୍ଚ୍ଚ କିଏ ଦେଲେ ସେ ଜାଣିବ? ନଥିବ। ରାସ୍ତାରେ ରାତି 10ଟା 11ଟା ବେଳେ ସିଏ ମାନେ ରାସ୍ତାରେ ଚାଲିଥିବ। ରାସ୍ତାରେ ଯାଉଛି କ'ଣ, କେଉଁଠିକି ବନ୍ଧୁ ଘରକୁ ନୁହଁ, ଝାଡ଼ା ଯାଉଛି କି ପୋଷାକ, ଏଇଆ। ମୁଁ ସେ ଗାଡ଼ିରେ ବସିକିରି ଭାବେ, ଗାଡ଼ି ଅଟକେଇବା, ସେ ବୁଢ଼ୀ ମାଆ କୁ ଏ ଗାଡ଼ିରେ ବସେଇକିରି ତା ଘରେ ନେଇ ତା ପାଖରେ ପହଞ୍ଚିକିରି କ'ଣ କରିବା, ତାଙ୍କୁ ଉଠେଇକିରି ଆମେ ଜୀବନରେ ଯେତେ ସୋଦା ସବୁ ଶିଖିଛୁ, ପିଲାଦିନୁ ଆମେ ସୋଦା କ'ଣ କମି ଶିଖିଛୁ କି? ସୋଦା ଯାହା ଆମେ ଶଳା ବାଇଚର ଅମୁକ ନମକ ଯେତେ ଶିଖିଛୁ ସବୁଯାକ ତାଙ୍କୁ କହିକିରି ଆସ। ସେ ବୁଢ଼ୀ ହେଇଗଲା, ଆଉ ତୁମକୁ ଟିକେ ରୋଷେଇ କରି ଦେଇପାରୁନି ବୋଲି କ'ଣ ତାର ସମାଜରେ କିଛି ଅଧିକାର ନାହିଁ? ଏବେ ବି ଆପଣ ଦେଖିବେ ଆମର ଭଦ୍ରକ ବାସୁଦେବପୁରରେ ଗୋଟିଏ ମା ଅଛି, ଏବେ ଆସିଛି ରହି, 10 ଏକର ଜମି, ଗୋଟିଏ ବୋଲି ପୁଅ, ବୋଉଟିଏ ଅଛି, ଆଉ ନାତି ନାତୁଣୀ କ'ଣ ଥିବେ। ସେ ଘରେ ଆଉ ନାହିଁ। ବୋଉ କହୁଛନ୍ତି ତୁ ଆଗେ, ତୁ ଆଉ ଟେମେ ଫେମେ ନାହିଁ, ତୁ ଆଗେ ଘରୁ ବାହାରିଲେ। ଇଏ କହୁଛି ମୋତେ ଭୋକ କଲାଣି, ମୋତେ ମା ଟିକେ ଆଗେ ଦେଇଦେ, ମୁଁ ଟିକେ ଖାଇଦେବି। ସେ କହୁଛି କ'ଣ କେହି ଖାଇନାହାନ୍ତି ତୁମକୁ ଦେଇଦେବି? ଯେତେବେଳେ ସେ ଅପେକ୍ଷା କରି ଦେଲାନି, କ'ଣ ଇଏ ସୋତୁ ହାଣ୍ଡିରୁ ବାଢ଼ିକିରି ଗୋଟେ ପତ୍ର ଆଣି ପକେଇକି ଖାଇବାକୁ ଯାଉଛି। ସେ କେମିତିଆ ବୋହୂ, କେଉଁ ମା ପେଟରୁ ସେ ଜନ୍ମ ହେଇଥିଲା? ସିଏ ବୋହୂ ଆସିଲା, ସେ ହାତରୁ ମାନେ ହାତଟାକୁ ଛାଡ଼ିଦେଲା, ଭାତ ଫାତ କୁଆଡ଼େ ଗଲା ପେଲିଦେଲା ଯାହାଫଳରେ ଏତିକି ବେଳେ ଘୋଷୁ ପଣ୍ଡିତ ପୁଅ ଆସିଲେ। ପୁଅ ସେ ଆମ ଲୋକମାନେ ଏମିତି ମୋ ପାଖରେ ଏମିତି କାନି ପାରନ୍ତି। ଯେ କାନିଟାକୁ ସେମିତି କ'ଣ ରଖିଛୁ, ଅଧଘଣ୍ଟା 45 ମିନିଟ୍ ହେଲାଣି, ଏମିତି କ'ଣ କାନିକି ରଖିଛୁ? ନା ମୁଁ ନାତିଟିଏ ଖୋଜୁଛି। ମୁଁ ଆଉ କହିବି କ'ଣ? ତୁ ନାତି ଖୋଜୁଛୁ କାହିଁକି? କ'ଣ ସେ ନବ ସ୍ୱର୍ଗକୁ? ବର୍ତ୍ତମାନ ସବୁ ଏଇଆ ଆପଣମାନେ
ଏତେ ମାଡ଼ ଖାଇସାରିଲା ପରେ ମଧ୍ୟ ତାଙ୍କ ପୁଅ ଜନ୍ମ କରିବା ପ୍ରୀତି ଯାଉନି। ଝିଅମାନଙ୍କୁ ସେ ଅନଉନାହାନ୍ତି। ସମସ୍ତେ ନୁହନ୍ତି। ମୁଁ କହିଦେଉଛି ବୋଲି ଆପଣମାନେ ଭାବିବେ ଛେଳିକି ମାଡ଼ି ଅଡ଼ୁଆ ଏଗୁଡ଼ା ମୋତେ ଆଣି ପଡ଼ିବ ଯେ ମୁଁ କହିଦେଉଛି ବୋଲି ଯେ ଆପଣମାନେ ଭାବୁଛନ୍ତି ଯେ ବାବା ଗୋଟେ ପୁଅ ସପୋର୍ଟ ନେଉଛନ୍ତି କି ଝିଅ ସପୋର୍ଟ ନେଉଛନ୍ତି। ଏଇଟା ଆପଣ ବାସ୍ତବ କଥା। ଅନେକ ଜାଗାରେ ଅନେକ ଜାଗା କହିଲେ ଟିକେ ବେଶୀ ଝିଅମାନଙ୍କର 21 ହେବ, ସତ୍ୟନାରାୟଣ ପାଲା ହେବ, କେତେ ପୁଅମାନଙ୍କର ହେବ, ଝିଅମାନଙ୍କ ପାଇଁ କିଛି ନାହିଁ। ଝିଅମାନଙ୍କ ପାଇଁ କିଛି ହେବନି, ପୁଅମାନଙ୍କ ପାଇଁ ହେବ। ମୁଁ ଗୋଟେ ପୁଅକୁ ପଚାରିଲି ମଠରେ ତା'ର ସତ୍ୟନାରାୟଣ ପାଲା ହେଲା, ଗୋଟେ ପୁଅଟି ପାଇଁ ଗଲା। ପୁଅ ଖାଇ ପିଇ ସାରିଲା ପରେ ମୁଁ ପଚାରିଲି, ମୁଁ ଝିଅ ପାଇଁ କ'ଣ କରୁଥିଲୁ ରେ? ଚୁପ୍ ନୀରବ ରହିଲା। କହୁନୁ ଝିଅ ପାଇଁ କ'ଣ କରିଥିଲୁ? କେଉଁ ଗାୟକ ଆସିଥିଲେ? ନାଇଁ ମୁଁ କିଛି କରିନି। କାହିଁକି କାହିଁକି କରିନୁ? ପୁଅ ପାଇଁ କ'ଣ ଏତେ କଥା, ଝିଅ ପାଇଁ କିଛି ନାହିଁ। ତା ପକୁଡ଼ି ଛାଣିକି ଦେଲୁନି। ତୁ ଏଇଆ କରୁ, ଏଣୁ ଯିବୁ ଏଇ ମାସକ ଭିତରେ ଝିଅ ପାଇଁ ଉତ୍ସବ ପାଳନ କରିବୁ, ନହେଲେ ଆଶ୍ରମକୁ ଆସିପାରିବୁନି। ମନା କରିଦେଲି ତତେ। ତେଣୁ ଆଜି ଏ ବିଚିତ୍ର ଦୁନିଆରେ ଇଏ ଏଇଆ। ସିଏ ବୁଢ଼ୀଟି ଚାଲିଥିବ ଅନ୍ଧାରରେ, ମୁଁ ସେଇ କଥାଟା ଭାବି ଭାବିକିରି ଆଶ୍ରମରେ ପହଞ୍ଚିବି। ରାତିରେ ଆଉ ଶୋଇପାରେ ନା। ରାତିରେ ମୋତେ ନିଦ ହୁଏ ନା। ମୁଁ ସେଇ କଥାକୁ ଭାବି ଭାବିକିରି ଖାଇପାରେ ନା, ଶୋଇପାରେ ନା। ଇଏ ପିଲାମାନେ ଖାଲି ବାବା କାହିଁକି ଏତେ ବ୍ୟସ୍ତ ହେଉଛନ୍ତି, କାହିଁକି ଶୋଇପାରୁନାହାନ୍ତି, କାହିଁକି ଖାଉନାହାନ୍ତି? ତମ ଆଗରେ କହିକି ଲାଭଟା କ'ଣ? ତମେ କ'ଣଟା କରିବ? ମୁଁ ତମ ଆଗରେ କାହିଁ ସେ କଥା, ମୁଁ କାହିଁକି ଚିନ୍ତା କରୁଛି ସେଇଟା ମୁଁ କାହିଁ ତମକୁ କହିବାକୁ ଯିବି? କହିଛି ଜଣକୁ ଦୁଃଖ ଶୁଣିଲେ ଶୁଣିବ, ଗୁହାରି କରିଛି ପାଦେ ରଖିଲେ ରଖିବ। ପ୍ରତିଜ୍ଞା କରି କହୁଛି ନୁହେଁ ମୁଁ ଭିକାରୀ, ଇଏ ଜଗତର ରାଜା ପରା ଜନକ ମୋହରି। ଚିତ୍ତରେ ମାଗିବା କଥା ଜୀବନେ ନୋଇବ, କହିଛି ଜଣକୁ ଦୁଃଖ ଶୁଣିଲେ। ତମକୁ କାହିଁ ମୁଁ କହିବାକୁ ଯିବି? ତେଣୁ ହଁ କହିଲେ ବି ସେଇମାନଙ୍କୁ କହିବି ଯେଉଁମାନେ ପ୍ରକୃତରେ କିଛି କରିବେ, ମୁକ୍ତ ହସ୍ତରେ ଦାନ ଦେବେ। ଏ ଆଶ୍ରମ ହେଉଛି ତା'ର ମୁକ ସାକ୍ଷୀ। ଇଏ ଗାଉଁଲି ପରିବେଶରେ ଏଡ଼େ ବଡ଼ ଆଶ୍ରମଟା ହେଇଛି, ତାକୁ ଯିଏ ଭାବେ ବାବା ବଢ଼ିଆ ବଢ଼ିଆ କୋଟି କୋଟି ଟଙ୍କା ରଖିଛନ୍ତି ବ୍ୟାଙ୍କରେ, ହେଇ ଦେଖ ପୁରା କଲେଜ ଭଳିଆ ଆଶ୍ରମ ହେଇଯାଇଛି। ମଣିଷ କିଏ? ସେଇ ବହିଛି, ଆଉ କେହି ନାହାନ୍ତି। ତେଣୁ ଜୀବନଟା ଏଇଆ, ମଣିଷ ପଣିଆକୁ ଏଇଆ। ଠାକୁରଙ୍କୁ ମୁଁ କେତେଥର କହିସାରିଲେଣି, ଆଉ ଆମକୁ ମଣିଷ ଜନ୍ମ ଦେବୁନି। ତୁ ତୋର ମଣିଷ ତୋର ଗଢ଼ିକି କାହାକୁ ପଠଉଛୁ ପଠା, ଆମକୁ ଆଉ ମଣିଷ କରନା। କ'ଣ ମେଣ୍ଢା ଛେଳି ସିନା ହବୁ, ହଣା ଖାଇକି ମରିବୁ, କିନ୍ତୁ ମଣିଷ ହେବାର କିଛି ଇଚ୍ଛା ଆଉ ନାହିଁ। ଇଏ କଥାଟା ମୋର ନିଜ ବଡ଼ ବାପା ମୋତେ କହିଥିଲେ। ମୁଁ ମନକୁ କହୁନି, ବଡ଼ ବାପାଙ୍କର ଜୀବନର ଦୁଃଖ ସେ ସହିପାରିନଥିଲେ। ଏତେ ଦୁଃଖ ସେ ଦିନେ ଖରାବେଳଟା ନୁହେଁ, 10ଟା 11ଟା ବେଳେ ଗାଧେଇକିରି ଲୋଟାଟିଏ ଧରିଛନ୍ତି, ନଈ କୂଳରୁ ସେ ଆଶ୍ରମକୁ ଆସିଲେ। ମୁଁ ଦେଖିଲି ବଡ଼ବାପା ହେଉଛନ୍ତି
ମୁଁ ସବୁ ମୁଁ ଟିକେ ତାଙ୍କ ପାଖକୁ ଚାଲିଗଲି। ଇଏ ଖରାରେ କାହିଁକି ବଡ଼ବାପା ଆସୁଛନ୍ତି ବୋଲି ମୁଁ ବାପା ଡାକେ। ବାପା ଆପଣ କ'ଣ ଆସୁଛନ୍ତି? ନା ମୁଁ ଗୋଟେ ଦୁଃଖ କହିବାକୁ ଆଇଛି। ତୁ ଯଦି ସେ ଦୁଃଖଟାକୁ ଶୁଣିବୁ ତାହେଲେ ମୁଁ କହିବି। ମୁଁ ଏଇ ବଡ଼ବାପାଙ୍କର କ'ଣ ବଡ଼ବାପା ବିଡ଼ି ଟାଣୁଥିଲେ। ମୁଁ କହିଲି କ'ଣ ବିଡ଼ି ଫିଡ଼ି ସରିଯାଇଛି କି? ଗୋଟେ ଏମିତି ମନେ ଧାରଣା ହେଲା। ବାପା କୁହନ୍ତୁ ଯାହା କହିବେ, ମୁଁ ମୋ ପାଖରେ ଯଦି ଥିବ ମୁଁ ସବୁ ଆପଣଙ୍କୁ ଦେଇଦେବି। ନା ତୁ ସତ୍ୟ କର। ମୁଁ ଇଏ ସତ୍ୟ କ'ଣ ଦରକାର? ଆପଣ ମୋ ପାଖରେ ଅଛନ୍ତି, ମୁଁ ସତ୍ୟ କହୁଛି, ଆପଣ କୁହନ୍ତୁ। କହିଲେ ତୁ ମୋର ବାବାଜୀ ପୁଅ। ଆମେ ସବୁ ପିଲାଦିନୁ ବାପା ଆମର ସେ ମୁଁ ଯେଉଁ ଘରୁ ଆଇଛି, ମୋ ନିଜ ଘରୁ ଆସିନି, ମୁଁ ତାଙ୍କ ଘରୁ ଆଇଛି। ବଡ଼ ବୋଉ କୋଳରେ ମୁଁ ଶୋଇଥିଲି। ବଡ଼ ବୋଉକୁ ଯେମିତି ନିଦ ହେଲା ମୁଁ ଖସିକିରି ପଳେଇ ଆଇଲି। ତେଣୁ ସେ କହିଲେ ତୁ ମୋର ବାବାଜୀ ପୁଅ, କେତେ ଲୋକଙ୍କୁ କେତେ କଥା ତୁ ଦେଉଛୁ ବା କାହାର କ'ଣ କରୁଛୁ, ମୋ ପାଇଁ ଗୋଟିଏ କଥା କରିବୁ। ମୁଁ ମଲାବେଳେ ନିର୍ମାଲ୍ୟ ପାଣି ମୋ ଦରକାର ନାହିଁ। ମୋତେ ଜନ୍ମ ଜନ୍ମ ଧରି ମଣିଷ ଜନ୍ମରେ ଆଉ ଜନ୍ମ ଦେବୁ ନାହିଁ। ଯଦି ହଁ କହିବୁ ତାହେଲେ ମୁଁ ଖାଇବି। ତାଙ୍କ ପାଇଁ ଯେ କ'ଣ ଖେଚୁଡ଼ି ଭୋଗ କି କ'ଣ ସବୁ ଆସି ପହଞ୍ଚିଲା, ଜମା ବୁଢ଼ା ଖାଇଲେନି। ତୁ ଆଗେ ହଁ କହ। ମୁଁ କହିଲି ବାପା ମୁଁ କ'ଣ ହେଉଛି ବିଧାତା? ମୁଁ ଆପଣଙ୍କୁ ଏ କଥାଟା ମୋ ଭାତରେ କ'ଣ ସେ ଖାତା କଲମ ଅଛି ମୁଁ ଲେଖି କାଟିଦେବି? ନା ମୁଁ ସେ କଥା ଶୁଣିନି। ମୁଁ ଜାଣିଛି ତୁ ମୋର ଠାକୁର। ସେମାନଙ୍କ ଭିତରେ ମୋ ବାପା ବୋଉଙ୍କ ଭିତରେ ମଧ୍ୟ ମୋ ପାଇଁ ଏ କଥାଟା ବି ଥିଲା। ବାପା ବୋଉ କ'ଣ ଠାକୁର ବୋଲି କହନ୍ତି? ସେ ମୋ ବାପା ବୋଉ ତ ମୋତେ କହୁଥିଲେ। ଆଉ ସେ ଯାହା ହଉ ଶେଷରେ ହଉ ହଉ ବଡ଼ବାପା ଆପଣ ଖାଆନ୍ତୁ, ମୁଁ ଆଉ ଦେବିନି। ଆଉ ମୁଁ ଦେବିନି ନ କହିଲେ ବି ହେଇନଥାନ୍ତା। କି ମୁଁ ଯଦି କହିଥାନ୍ତି ମୁଁ ଯମରାଜାଙ୍କୁ କହିଦେବି ଆଉ ସେ ତ ଦେବେନି, ସେ ବି ଖାଇଲା। ତାପରେ ଖାଇଲେ। ବଡ଼ବାପା ଗଲେଣି 30 ବର୍ଷ ଖଣ୍ଡେ ହେବ ଗଲେ ନାହିଁ। କିନ୍ତୁ ଏପର୍ଯ୍ୟନ୍ତ ମୁଁ ତାଙ୍କୁ ସ୍ୱପ୍ନରେ ବି ଦେଖିପାରୁନି। ଏପର୍ଯ୍ୟନ୍ତ ମୁଁ ବଡ଼ ବୋଉକୁ ଦେଖୁଛି, ମୋର ବାପାଙ୍କୁ, ଯେଉଁମାନେ ମୋର ଆତ୍ମୀୟ ସ୍ୱଜନ, ମୋ ଜେଜେମାଙ୍କୁ ମଧ୍ୟ ବେଳେବେଳେ ସ୍ୱପ୍ନରେ ମୁଁ ଦେଖେ। ଏବଂ ଯେତେବେଳେ ମୁଁ ବିବ୍ରତ ହେଇ ଉଠେ ସେତେବେଳେ ମୋର ଆତ୍ମୀୟ ସ୍ୱଜନମାନଙ୍କର ରୂପ ମଧ୍ୟ ମୋ ପାଖକୁ ଆସେ। କିନ୍ତୁ ବଡ଼ବାପାଙ୍କୁ ମୁଁ କେଉଁଦିନ ଦେଖେ। ମୋର ବଡ଼ ଭାଇ ଯିଏ ସଭା ବଡ଼ ଭାଇ ବୈଷ୍ଣବଚରଣ ମହାନ୍ତି, ଆମେ ଦୁଇ ଭାଇ ଯାକ ବସି ଟିକେ କଥାବାର୍ତ୍ତା ହେଉ ସାଙ୍ଗସାଥି ଭଳିଆ। ତାମାନେ ଗୋଟେ ଆମ ହସ ଖୁସି ହେଉ, ସେଟା ଆଉ ଶଳା ବେଢୁଆ ନୁହେଁ, ଭଲ କଥା ହେଉ। ସେଇ କଥା ବେଳେ ଆମେ ସିଏ ପଚାରନ୍ତି ବଳିଆ ତୁ ବାପାଙ୍କୁ କେବେ ଦେଖିଛୁ ସ୍ୱପ୍ନରେ? ମୁଁ କେଉଁ ଦିନ? ବୋଉକୁ ଦେଖିଛୁ? ମୁଁ ବୋଉକୁ ବହୁତ ଥର ଦେଖିଲେଣି। କେବଳ ଥରେ ସେ ଦେଖା ହେଇଥିଲେ, ମୋ ବଡ଼ ବୋଉକୁ ଆସି କହିଲେ ସେ ବିଡ଼ି ଟାଣନ୍ତି, ବଡ଼ ବୋଉ ବିଡ଼ି ଲୁଚାଏ ଆଉ ପଇସା ତାଙ୍କ ଜାଗାରେ ରଖେ ନା। ସେ ପଇସାରୁ କିଛି କ'ଣ ଚାଣା କି ଆଠଣା କ'ଣ କେତେ ତାକୁ ସେ ଚାଳ ଭିତରେ ରଖିଥିଲେ। ତାପରେ ବୁଢ଼ା ଚାଲିଗଲେ ଦୁନିଆରୁ। ବଡ଼ ବୋଉକୁ ଆସିକି କହୁଛନ୍ତି, ବଡ଼ ବୋଉକୁ ଶୁକୁଟି ବୋଉ ବୋଲି ଡାକନ୍ତି। ଶୁକୁଟି ବୋଉ ସେ ଚାଳରେ କେତେ ପଇସା ସେଠି ଗୁଞ୍ଜା ହେଇକି ଅଛି। ଘର ଛପର କରିବାକୁ ଲୋକ ଆସିବେ, ନେଇଯିବେ, ତୁ ନେଇ ଆସିକିରି ଘରେ ରଖିଦେବୁ। ବଡ଼ ବୋଉ ଯାଇ ମୋ ପାଖରେ ପହଞ୍ଚିଲା, ବାପା କ'ଣ ଏମିତି ଦେଖିଲି? ମୁଁ ତୁ ଆଗେ ଦେ ସେ ଜାଗାଟାକୁ ଟିକେ ଦେଖେ। ଦେଖିଲା ବେଳକୁ ଗୋଟେ କନା ଧିରେ ଗୁରା ହେଇକି ଥୁଆ ହେଇକି
ତେଣୁ ଏଇ ହେଉଛି ବିଚିତ୍ର ଦୁନିଆ, ପ୍ରଭୁଙ୍କର ଏହିସବୁ ଲୀଳା। ତେଣୁ ଜୀବନରେ ସେଇ ଗୁରୁଜନମାନଙ୍କର ଉପଦେଶକୁ ମୁଁ ଜୀବନରେ ପାଥେୟ କରି ମୁଁ ଜୀବନରେ ବହୁ ଲାଭ ପାଇଛି। ମୁଁ କେବଳ ଆପଣମାନେ ଭାବୁଥିବେ ମୁଁ ସାଧନା କରି ପାଇଛି କି କ'ଣ ଗୋଟେ ପାଇଛି, ମୁଁ ସେ ସାଧନା ଏବେ ତ ସାଧନା ଗୋଟେ ଆରମ୍ଭ କରିବି, କେତେକ ନାହିଁ କରେ ମୁଁ ଘର କବାଟ ବନ୍ଦ କରି ମୁଁ ମାସେ କି 2 ମାସ ରହିବି। କେହି ଦେଖିବେନି କି ମୁଁ କାହାକୁ ଦେଖିବିନି। ଏ ଅଲକ୍ଷଣା ମୁହଁକୁ ବହୁତ ଦେଖିଲେଣି, ତେଣୁ ମାସେ ଖଣ୍ଡେ ମୁହଁଟାକୁ ଲୁଚେଇ ଦେବି। ତେଣୁ ଆପଣମାନଙ୍କୁ ମୁଁ ଖାଲି ଏତିକି କହୁଛି, ଆମେ ବଡ଼ ବଡ଼ କାମ କରିବା ପାଇଁ ବହୁତ ଶକ୍ତି ଆମକୁ ପ୍ରଭୁ ଦେଇଛନ୍ତି, କରନ୍ତୁ, ବହୁତ ଭଲ କାମ କରନ୍ତୁ। କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ଚାନ୍ଦୁଆ ଟାଙ୍ଗିକିରି ଲକ୍ଷ ଲକ୍ଷ ଟଙ୍କାର କୁକୁଡ଼ା ଛେଳି କାଟି ତାକୁ ଖାଇବାକୁ ଦେବା, ସେଥିରେ କ'ଣ ପୁଣ୍ୟଟା ଅଛି ଟିକେ ଆପଣମାନେ ଗୋଟେ ପରୀକ୍ଷା ନ ଜଣାନ୍ତୁ, ପରେ ଜଣେଇବେ। ଏମିତି ଦୁନିଆକୁ ଆପଣ ଆସିଛନ୍ତି, ଆମେ ଯିବା, ସମସ୍ତେ ଯିବା, କିନ୍ତୁ ସେଇ ଗୋଟିଏ କଥା ମନେ ରଖିବା, ଦେଇଥିଲେ ପାଇ, ନ ଦେଇଥିଲେ ପଡ଼ିଆ ବାଡ଼ିରେ ଗୋଧନ ଚରାଇ। ତେଣୁ